हेलो फ्रेंड्स, नमस्कार, जय जगन्नाथ। मु अर्चना आपण मानू स्वागत करुच्ची मो यूट्यूब चैनल कलर ऑफ लाइफ ओडिया ब्लॉग को। आशा करुच्ची आपण मानू मो वीडियो सब भल लगुव तो भल लगुव जदि लाइक आउ शेयर कमेंट करेंगे। एबे आमे बाहर की जाऊँ आज सटरडे आर आज छुट्टी थिला तो आमर ये पाखरे तो नुहे 25 किलोमीटर पाखापाखि हम गोटे टेम्पल अच्छी शांता दुर्गा तो सेठी आज मेला पड़ी। ଏଇଠି ଗୁନୁ ତା ପାପା ଉପରେ ରାଗିକି ଯାଉଛି ମୁହଁ ଫୁଲେଇକି। ତାକୁ ଏ ଡ୍ରେସ୍ ଇଚ୍ଛା ନଥିଲା ତ ତା ପାପା କହିଲେ ନା ଏଇଟା ପିନ୍ଧିବୁ, ତ ତା ପାପା ଉପରେ ରାଗି ଯାଇଛି। କହୁଛି କି ନା ମୋତେ ସରି କୁହ ତାପରେ ଯାଇକି ମୁଁ ଯିବି ଗାଡ଼ିରେ ବସିବି। ତା ପାପା କାନ ଧରିକି ସରି କହିଲା ବେଳକୁ ସିଏ କହିଲା ହଁ ହଁ ମୁଁ ଯିବି ଏବେ। ये बरकोली 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 कटा गछ किए लेके जाउछि। कॉलेज ना कॉलेज बढ़िया कॉलेज का एबे रिसेंट नुआ हिची ଆଉ ଏଇଠି ଆମେ ପହଞ୍ଚିଗଲେ ଶାନ୍ତା ଦୁର୍ଗା ଟେମ୍ପୁଲ ପାଖରେ। ଏଇଟା ହେଉଛି ପୁରା ପାହାଡ଼ ଭିତରେ ଟେମ୍ପୁଲ, ପୁରା ଜଙ୍ଗଲ ଆଉ ପାହାଡ଼ ଭିତରେ କି ସେପଟେ ଏତେ ଘର ବି ନାହିଁ, ପୁରା ଜଙ୍ଗଲ ଏରିଆ। ତା ଭିତରେ କି ଏଇଠି ହେଉଛି ଶାନ୍ତା ଦୁର୍ଗା ଟେମ୍ପୁଲ। ଏଇଟା ହେଉଛି ତାଙ୍କର ପୁରୁଣା ମନ୍ଦିର, କିନ୍ତୁ ତାର ସାଇଡ଼ରେ ଆଉ ଗୋଟେ ଏବେ ନୂଆ ଟେମ୍ପୁଲ କରିଛନ୍ତି। ଆଉ ଏଇଠି ଥିଲା ମାଙ୍କର ରଥ, ବର୍ଷକୁ ଥରେ ସେ ପରିକ୍ରମା କରନ୍ତି। ତ ଏଇ ଟାଇମ୍ରେ ତାଙ୍କ ରଥକୁ ବାହାର କରାଯାଏ। ଆଉ ଏଇ ରଥଟା ବହୁତ ବଡ଼, ଲୁହାରେ କି ତିଆରି ହେଇଥିଲା। ମୁଁ ପାଖରୁ ଦେଖିଲି ଏତେ ଭଲ ଭାବରେ ନିଖୁଣ ଭାବରେ ପୁରା ଲୁହାରେ କି ସବୁ ଭଗବାନ ଆଉ ମାଙ୍କର ସବୁ ମୂର୍ତ୍ତି ସବୁ ଥିଲା। ପାଖରେ ଦେଖିଲା ବେଳକୁ ବହୁତ ସୁନ୍ଦର ଦେଖାହେଉଥିଲା ଆଉ ବହୁତ ବଡ଼ ରଥଟା। ଏଇଟା ଭିଡ଼ିଓରେ ଏମିତି ଦେଖାହେଉଛି କିନ୍ତୁ ବହୁତ ବଡ଼ ରଥ ଥିଲା ଏଇଟା। ଆଉ ଏଇଠି ଆମେ ଯେବେ ବି ଯାଉନା ଗାଈକୁ ନା କଦଳୀ ଆମେ ଖୁଆଇକି ଆସୁ। ସେଠି ବହୁତ ଗୁଡ଼ା ଗାଈ ଥାଆନ୍ତି। ଏବେ ତ ଆମେ 4ଟା 4:30 ପାଖାପାଖି ଆମେ ଯାଇଛୁ ନା, ସେଇଥିପାଇଁ କି ଏତେ ନାହାନ୍ତି, କିନ୍ତୁ ଟିକେ ସନ୍ଧ୍ୟା ହେଇଗଲେ ବହୁତ ଗାଈ ଆସନ୍ତି। ଆଉ ଗୁନୁକୁ ସେଇ ଜିନିଷଟା ବହୁତ ଭଲ ଲାଗେ, କଦଳୀ ଗାଈକୁ ଖୁଆଇବ। ସେ ବହୁତ ପଶୁ ପକ୍ଷୀ ଏମାନଙ୍କୁ ବହୁତ ଭଲ ପାଏ। ଆଉ ଏଇଠି ଏଇ ଯେଉଁ ଶାନ୍ତା ଦୁର୍ଗା, ଏଇଠି ଗୋଆ ଲୋକମାନେ ବହୁତ ମାନନ୍ତି। ଏଇଠି ଇଏ ମା ପୁରା ପ୍ରତ୍ୟକ୍ଷ ମତଲବ ଦେବୀ। ଯାହା ବି ମାନସିକ କରିଥିବ ନା ମାନସିକ ନିହାତି ମାନେ ପୂର୍ଣ୍ଣ ହେଇଥାଏ। ଆମେ ବି କରିଛୁ, ଆମର ବି ସେମିତି କିଛି ମତଲବ ପୁରା ହେଇଛି। ସେଇଥିପାଇଁ ନେକ୍ସଟ ଟାଇମ୍ ଆମେ ଆସିଥିଲେ। ଆଉ ଏଇଟା ହେଉଛି ତାଙ୍କର ଆଉ ଗୋଟେ ଟେମ୍ପୁଲ ହେଉଛି ବର୍ତ୍ତମାନ। ଆଉ ଏଇଠି ଆମ ସହିତ ବି ଆପଣମାନେ ଯିଏ ଭିଡ଼ିଓ ଦେଖୁଛନ୍ତି ସେମାନେ ବି ଭଗବାନଙ୍କର ଦର୍ଶନ କରିନିଅନ୍ତୁ। ସାୟଦ ତୁମମାନଙ୍କର ବି ମନସ୍କାମନା ପୂର୍ଣ୍ଣ ହେବ।
ଆଉ ଏଇଠି ମେଳା ପଡ଼ିଥିଲା, ବହୁତ ଗୁଡ଼ାଏ ଦୋକାନ ସବୁ ବସିଥିଲା, କିନ୍ତୁ ଆମେ ଜଲ୍ଦି ପଳେଇଥିଲେ, ଖରା ଥିଲା ତ ଏତେ ଭିଡ଼ ବି ନଥିଲା। ଆଉ ସବୁ ମିଳୁଥିଲା, କିନ୍ତୁ ସବୁଠୁ ଭଲ ଲାଗୁଥିଲା ଏଇଟା ପାହାଡ଼ ଉପରେ ବହୁତ ଟପ୍ରେ ଥିଲା, ଆଉ ଜଙ୍ଗଲ ଭିତରେ କି ବହୁତ ବଢ଼ିଆ ଲାଗୁଥିଲା ସେଇଠି ବୁଲାବୁଲି କରିବା ପାଇଁକି। ତ ଆମେ ଏମିତି ବୁଲାବୁଲି କରିକି ପଳେଇ ଆସିଲୁ। ଆମକୁ ଟିକେ ବିଚ୍ ଯିବାର ଥିଲା, ସେଇଠି ପାଖାପାଖି ଗୋଟେ ବିଚ୍ ଥିଲା, ତ ଆମେ ପଳେଇ ଆସିଲେ, କହିଲେ କି ବିଚ୍ ବୁଲାବୁଲି କରିକି ଆସିଲେ ରାତିରେ ହେଉଛୁ କିଛି ନେଇକି ଯିବା। ଆଉ ଗାଁ କଥା ବି ସେତେବେଳେ ମନେ ପଡ଼ିଯାଏ, ଛୋଟବେଳେ ଯେତେବେଳେ ମେଳା ଆମେ ଯାଉ ଏମିତି ସବୁ ଦୋକାନ ପଡ଼ିଥାଏ। ଆଉ ଗୁନୁର ବି ଇଚ୍ଛା ଥିଲା ନେବା ପାଇଁକି, ଆମେ କହିଲେ ସନ୍ଧ୍ୟା ରାତି 150 पड़ेगा 150 100 100 में वाला है नहीं वाला है। ଆଉ ଏଇ ଯାତ୍ରାଟା ନା ମକର ସଂକ୍ରାନ୍ତି ଟାଇମ୍ରେ କି ଷ୍ଟାର୍ଟ ହୁଏ। ବହୁତ ଲୋକ ସେଇଠିକି ଯାଆନ୍ତି, ମାନେ ଏଇ ମକର ସଂକ୍ରାନ୍ତି ଟାଇମ୍ରେ କି ବହୁତ ଲୋକ ଯାଆନ୍ତି ସେଇଠିକି। ଆଉ ଏଇଠି ନା ବହୁତ ଗୁଡ଼ାଏ ଆମ୍ଲା ଗଛ ଥିଲା। ଆଉ ଗୁନୁକୁ ଆମ୍ଲା ଦରକାର ଥିଲା, ଗୋଟେ ତଳିକି ତା ପାପା ଦେଲେ। ଆଉ ତାପରେ ଆମେ ଏଇଠୁ ପାଖାପାଖି ଗୋଟେ ବିଚ୍ ଥିଲା, ସେ ବିଚ୍କୁ ବୁଲିବା ପାଇଁକି ପଳେଇଲେ। ଆଉ ଯଦି ଭିଡ଼ିଓ ଭଲ ଲାଗୁଥିବ ତାହେଲେ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। बीच जीव एठू केते दूर पड़िबो? 7 किलोमीटर 7 किलोमीटर लेट हबो ना? लेट हम 7 किलोमीटर आगे चलो ओके।